ସମୟ ସଞ୍ଜୟ ତାର ଘରକୁ ଫେରୁଥିବା ବେଲେ ଜୋରେ ବର୍ଷା ପକାଇଲା। ତେଣୁ ସେ ବର୍ଷାରୁ ରକ୍ଷା ପାଇବା ପାଇଁ ଗୋଟିଏ ଗଛ ମୂଳରେ ଛିଡ଼ା ହୋଇଗଲା। ଆରେ ବାପ ରେ ବାପ, କି ବର୍ଷା ରେ ବାବା! ଏତେ ଜୋରେ ବର୍ଷା ହେବ ବୋଲି ମୁଁ କେବେ ବି ଭାବି ନଥିଲି। ଘରୁ ବାହାରିଲା ବେଳେ ଜୋରେ ଗରମ ସାଙ୍ଗକୁ ଭଲ ପାଗ ଥିଲା, ହେଲେ ଏବେ ହଠାତ୍ ପାଗର ପରିବର୍ତ୍ତନ ହୋଇ ଜୋରେ ବର୍ଷା ପକାଇଲା। ଯଦି ମୁଁ ଆସିଲା ବେଳେ ଛତା ନେଇକି ଆସିଥାନ୍ତି ତାହେଲେ ଆଜି ମୋତେ ଏପରି ହଇରାଣ ହେବାକୁ ପଡ଼ିନଥାନ୍ତା। ଏବେ ଜଣା ନାହିଁ କେତେବେଳେ ବର୍ଷା ଛାଡ଼ିବ ଓ ମୁଁ ଘରକୁ ଫେରିବି। ହେ ପ୍ରଭୁ, କିଛି ଗୋଟେ କରି ଏ ବର୍ଷାକୁ ଶୀଘ୍ର ବନ୍ଦ କର। ସଞ୍ଜୟ ଏପରି କହି ଗଛ ମୂଳରେ ଅପେକ୍ଷା କରିବାରେ ଲାଗିଲା। ଆଜି ଏତେ ଜୋରେ ବର୍ଷା ହେଉଥାଏ ସତେ ଯେପରି ଆକାଶ ଫାଟି ଯାଇଛି। ଏପରି ମୂଷଳ ବର୍ଷା ଦେଖି ଲାଗୁଥିଲା ସତେ ଯେପରି ରାତିଏ ରାତିଏ ବନ୍ୟା ହୋଇଯିବ। ସଞ୍ଜୟ ବର୍ଷା ଛାଡ଼ିବାକୁ ପାଖାପାଖି ଗୋଟେ ଘଣ୍ଟା ହେବ ଅପେକ୍ଷା କଲାଣି, ଅଥଚ ଏପର୍ଯ୍ୟନ୍ତ ବର୍ଷା ଛାଡ଼ିବାର ନାଁ ନେଉନଥିଲା। ତେଣୁ ସଞ୍ଜୟ ଟିକେ ଚିଡ଼ିମିଡ଼ି ହୋଇ କହିଲା, ଅରେ ଧେତ୍ ତେରିକି, ଆଜି କି ବେଳାରେ ଘରୁ ବାହାରିଥିଲି ଓ ସକାଳୁ କାଁ ମୁହଁ ଚାହିଁଥିଲି ଯେ ମୋତେ ଆଜି ଏପରି ଦିନ ଦେଖିବାକୁ ପଡ଼ିଲା। ଏ କଳା ଅନ୍ଧାର ରାତି ସାଙ୍ଗକୁ ଏ ବର୍ଷାର ଶବ୍ଦ ମୋର ଛାତିକି ଥରାଇ ଦେଉଛି। ଯଦି ଏପରି ଅନ୍ଧାର ରାତିରେ ବାଘ ଭାଲୁ ବାହାରେ ତାହେଲେ ଆଜି ମୋର ଶେଷ ଦିନ ହୋଇଯିବ। ହେ ପ୍ରଭୁ, କିଛି ଗୋଟେ କରି ମୋତେ ଏଠାରୁ ମୁକୁଳାଅ ପ୍ରଭୁ, ମୋତେ ଏଠାରୁ ମୁକୁଳାଅ। ସଞ୍ଜୟର ଏପରି ଚିଡ଼ିମିଡ଼ି ଆବାଜରେ ଶୋଇଥିବା ଡାହାଣୀଟି ଉଠି ପଡ଼ିଲା ଓ ଦେଖିଲା ଗଛ ମୂଳରେ ଗୋଟିଏ ମଣିଷ ଅଛି। ଏହା ଦେଖି ସେ ବହୁତ ଖୁସି ହୋଇ କହିଲା, ଆରେ ବା, ଏଠାରେ ତ ଗୋଟିଏ ମଣିଷ ଅଛି। ମୁଁ ପାଖାପାଖି 10 ବର୍ଷ ହେବ ଏ ଗଛରେ ବନ୍ଦିନୀ ଅଛି ଓ ଯେବେଠାରୁ ବନ୍ଦିନୀ ହେଲେଣି ସେବେଠାରୁ ମଣିଷ ରକ୍ତ ପିଇନି। ଯାହା ହେଉ ମୋ ଭାଗ୍ୟ ଖୋଲିଗଲା, ଆଜି ମୋତେ ମଣିଷର ରକ୍ତ ପିଇବାକୁ ମିଳିଗଲା। ହଉ, ଏବେ ଆଉ ବେଶୀ ବିଳମ୍ବ ନ କରି ଯାଉଛି ଏ ମଣିଷ ଦେହରୁ ସବୁ ରକ୍ତ ଶୋଷିକି ପିଇଦେବି ଓ ତାପରେ ଆରାମରେ ଶୋଇବି। ଡାହାଣୀ ଏପରି କହି ସେଠାରୁ ଅଦୃଶ୍ୟ ହୋଇଗଲା ଏବଂ ସଞ୍ଜୟ ଦେହରେ ପଶିଯାଇ ତା ଶରୀରରେ ଥିବା ସମସ୍ତ ରକ୍ତକୁ ପିଇଦେଇ ତା ଦେହରୁ ବାହାରି ପଡ଼ିଲା, ଯାହାଦ୍ୱାରା ସଞ୍ଜୟର ସେଇଠାରେ ମୃତ୍ୟୁ ହୋଇଗଲା। ଏବଂ ତାପରେ ଡାହାଣୀ ଖୁସି ହୋଇ କହିଲା, ଓହୋ, କି ଶାନ୍ତି 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 ମିଳିଗଲା ମୋର ଆତ୍ମାକୁ। ବହୁତ ଦିନ ପରେ ଆଜି ମଣିଷ ରକ୍ତର ସ୍ୱାଦ ଚାଖିଲି, ଯେଉଁଥିପାଇଁ ମୋତେ ବହୁତ ଆନନ୍ଦ ମିଳିଲା। ଯଦି ମୋତେ ଏପରି ପ୍ରତ୍ୟେକ ଦିନ ମଣିଷର ରକ୍ତ ମିଳିଯାନ୍ତା ନା, ତାହେଲେ ମୋତେ ବହୁତ ମଜା ଲାଗନ୍ତା। ହେଲେ ଏ ଜାଗାରେ ବନ୍ଦିନ ହୋଇ ରହିଥିବା କାରଣରୁ ମୁଁ କିଛି ବି କରିପାରୁନି। ହେ ଶୈତାନ ଦେବ, ଏବେ ତୁମେ ହିଁ କିଛି ଗୋଟେ କରି ମୋତେ ଏଠାରୁ ମୁକୁଳାଅ। ମୋ ପାଟିରେ ମଣିଷ ରକ୍ତ ଲାଗିଛି ମାନେ ମୁଁ ପ୍ରତ୍ୟେକ ଦିନ ଏପରି ରକ୍ତ ପିଇବାକୁ ଚାହୁଁଛି। ଏବଂ ତା ପରଦିନ ସକାଳ ହେବା ପରେ ରାଜୁ ନାମରେ ଗୋଟିଏ ଲୋକ ତାର ଭବିଷ୍ୟତକୁ ନେଇ ବହୁତ ଚିନ୍ତାର ସହ ଗୋଟିଏ ଜାଗାରେ ଥାଇ ଭାବୁଥାଏ କି ଭବିଷ୍ୟତରେ ରୋଜଗାର ପନ୍ଥା କିପରି ଓ କେମିତି ବାହାର କରିବ ବୋଲି। ଆରେ, ମୋର ବୟସ ଆସି 30 ହେଲାଣି, ଅଥଚ ଏପର୍ଯ୍ୟନ୍ତ ମୁଁ କିଛି ବି ଭଲ ରୋଜଗାରରେ ଲାଗିପାରିଲି ନାହିଁ। ବାସ୍ ଖାଲି ଯାହା ପର ଘରେ ଖଟିକି ଟଙ୍କା ଆଣୁଛି ଓ ସେ ଟଙ୍କାରେ ଘର ଚଳାଇବା ବହୁତ କଷ୍ଟ ହେଉଛି। ଖାଲି ଖାଇ ପିଇ ବଞ୍ଚିଲେ ହେବନି, ବରଂ ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚିତ କରିବା ସହ ଘରଦ୍ୱାର ମଧ୍ୟ ବନେଇବା ଦରକାର। ତେଣୁ ମୋତେ କିଛି ନିଜସ୍ୱ ବେପାରର ଆରମ୍ଭ କରିବାକୁ ପଡ଼ିବ, ନହେଲେ ଏପରି କେତେଦିନ ଆଉ ପର ଘରେ ଖଟିବି। ହେଲେ କରିବି ତ କି ବେପାର କରିବି ଯେଉଁଥିରେ ମୋର ଅନେକ ଟଙ୍କା ଇନକମ୍ ହୋଇପାରିବ ଏବଂ ବେପାର ମଧ୍ୟ ସମସ୍ତଙ୍କ ଠାରୁ ଅଲଗା ହେବା ଦରକାର। ସେ ଏପରି କହିଛି କି ନାହିଁ, ହଠାତ୍ ତାର ସାଙ୍ଗ ବିଜୁ ସେଠାକୁ ଆସିଲା ଏବଂ ସେଠି ପହଞ୍ଚିବା ପରେ କହିଲା, ଆରେ ସାଙ୍ଗ, କହନା, କାଲି ରାତିରେ ଯେଉଁ ବର୍ଷା ହେଲା ନା, ସେଥିରେ ଘରୁ ଗୋଡ଼ କାଢ଼ିବା କଷ୍ଟକର ହୋଇଯିବ। ହେଲେ ମୁଁ ଓ ମୋର 2ଟି ସାଙ୍ଗ କାଲି କାମ କରି ଫେରିବା ବେଳେ ଏଇ ବର୍ଷାର ସାମ୍ନା କଲୁ, ଯାହାଦ୍ୱାରା ଗୋଟିଏ ଜାଗାରେ ଛିଡ଼ା ହୋଇ ରହିଲୁ ଏବଂ ପାଖାପାଖି 3 ଘଣ୍ଟା ଅପେକ୍ଷା ପରେ ଯାଇ ଘରକୁ ଫେରିଲୁ। ଯଦି ସେତେବେଳେ ଆମ ପାଖରେ ଛତା ଥାଆନ୍ତା ନା, ତାହେଲେ ହୁଏତ ଆମେ ଶୀଘ୍ର ଘରେ ପହଞ୍ଚିଥାନ୍ତୁ। ହେଲେ ଆମ ପାଖରେ
କିଛି ବି ନଥିବାରୁ ଆମେ ବହୁତ ହଇରାଣ ହେଲୁ। अरे हाँ रे सांग, काली एते जोरे वर्षा हैला जे बिलो सारा पानी, एते पानी जे आजी मोर काम बंद। जदि एपरी काम बंद हुए ताहले मु करिबी तो कौन करिबी, किपरि मोर घर संसार चलाइबी। ए कथा भाबी मते सकाळु जमा भी भलो लागुनी, तेणु मु बड़ चिंतारे अछि। एबे तू कह सांग, जदि एपरी वर्षा हुए ताहले मोर कौन अवस्था हेबो। अरे सांग, मु सिना बाड़ी बिलरे काम को जाए बोली मोर काम बंद, हेले तू आज काम को जीवुनु कि? अरे हाँ रे सांग, काम को जीविनी कहीं, निश्चित काम को जीवी। मु काली जो हईराण होईची आज से हईराण हेबाकु चाहूनी। माने आज मु छता नहीं कि काम को जीवी एवं आसिला बेले जदि वर्षा हुए ताहले आज शीघ्र घर को फेरी पारिबी। हेले तू तो जानिछु आम घर ठारू मार्केट पाखापाखि 10 किलोमीटर बाट, तेणु मो पुओ साइकेल नहीं जाइछि छता आनिबाकू। से छता आनिले मु काम को जीवी। मु देखिली तू एठारे छिड़ा होइछु, तेणु मो पुओ आसिला पर्यंत एठाकू टिके समय बितेबाकू पळै आसिली। हौ मु बहुत समय हेबो तो साथीरे गपिलिणी। मते लागुछि मो पुओ बोधे घर को आसी सारिथिबो, तेणु मते एबे जिबाकू पड़िबो। एपरी कही बिजू सेठारू पळाइला। बिजू पळाइला सत, हेले राजू को बेपार करिबार गोटिए भल उपाय देई गला। अरे ए बिजूर कथारू मु गोटिए भल उपाय पाइगली बेपार करिबा पाई। से उपाय हेला मु छता बिकिबी। अरे ए 4 ରୁ 5ଟି गाँ लोक गोटिए मार्केट उपरे निर्भर करती ओ जहाँकि एठारू 10 किलोमीटर दूर। जदि मु एई पाखरे गोटिए छता दोकान करे ताहले लोके मो पाखरू छता नेबे। एमितिरे एटा वर्षा दिन मो बेपार मध्य भलो हेबो, तेणु मु एई बेपार करिबी। राजू एपरी कही रहिला एवं राति हेबा परे पूर्वथर परी रातिरे जोरे वर्षा हेला एवं वर्षारे सूर्या नामरे गोटिए लोक वर्षा जोगु सेई गछ मूलरे रहीगला, जेउ गछ मूलरे संजय रहितिला। एवं पूर्वथर परी संजय गछ मूलरे रहिबा देखि डाहाणी बहुत खुशी होईगला एवं पूर्वथर परी सूर्या देहरे पशी ताकू मारिदेला ओ तापरे कहिला, अरे मते पुणी गोटे मनीषर रक्त पीवा पाई मिलगला। ए लोकर रक्त पी मते बहुत आनंद लागिला। अरे लोके ए गछ मूल को आसुचंती काहींकि? एठारे एपरी कौन अछि जेउथि पाई या मूल को आसुचंती? अरे मते जहा लागुछे एई वर्षा जोगु एमाने सब एठाको रहिबाकू आसुचंती एवं मोर शिकार हेउचंती। जदि एपरी वर्षा प्रत्येक दिन हुअंता ना ताहले मु बसी सोई आराम रे रक्त पी पारंती। धन्यवाद शैतान देव मोर साहाय्य करिथिबारु। डाहाणी एपरी कही खुशी हेला, हेले से जानि नथिला तार खुशी नष्ट हेबो बोली। कारण ता पर दिन सकाळ हेबा परे राजू सेई गछ ठारू अल्प दूर रे गोटिए छता दोकान कला एवं रास्तारे जाउथिबा लोक एवं पाख गाँ रे लोक मध्य ता ठारू छता नेबारे लागिले। एहा देखि राजू बहुत खुशी होई कहिला, धन्यवाद प्रभु, मो मुंडरे गोटिए भल बेपार करिबार बुद्धि पुराइथिबारु मु ए बेपार करी बहुत खुशी। कारण लोके मो दोकानरू छता नेउचंती। आज मध्य भल बेपार हेला। एपरी बेपार देखी मते जहा लागुची आजिर सबु छता मोर सरीजिब। आउ जदि एपरी प्रत्येक दिन बेपार हुए ताहले मु बहुत शीघ्र धनी होई जिबी एवं मो पाई गोटिए भल घर तैयारी करिबी। अरे हाँ, धाई आस लागला लागला छता बहुत सस्ता ओ पाखरू छता किणंतु एवं वर्षारू रक्षा पांतु। राजू एपरी खुशी रे बेपार कला। राजू परी आउ 2 जण मधु ओ अजय कथाबार्ता हेबारे लागिले। अरे अजय, आउ केते दिन एपरी बसी रहिबा? वर्षा कारणरू जंगल रे सबुआडे पानी, जेउथि पाई आमे जंगलर आरो पाखकू जाई पारु नाहंती। आरो पाखे आमकू बहुत बल काठ मिलुथिला, हेले एबे आमे आउ किछि भी काठ पाउ नाहंती। खाली जा एई सुखिला काठ नेउचंती ओ सेथिरे मध्य
ଅଳ୍ପ ପଇସା ରୋଜଗାର ହେଉଛି। ଏପରି ଆଉ ଆମେ କେତେ ଦିନ ସେଇ କାଠ ଗୁଡ଼ିକୁ ନେବା? ତେଣୁ କିଛି ଗୋଟେ ରୋଜଗାରର ବାଟ ବାହାର କର, ଯାହାଦ୍ୱାରା ଆମେ ଆଉ କାଠ ନ କାଟି ସହଜରେ ବଞ୍ଚି ପାରିବା। ଆରେ ହଁ ରେ ମଧୁ, ତୁ ଠିକ୍ କହିଲୁ ରେ। ମୁଁ ବି ସେଇଆ ଭାବୁଥିଲି। ଏଇ ଦେଖୁନୁ କେତେ ଶୁଖିଲା କାଠ ନେବା। ସେଇ କାଠକୁ ନେଇ ପାଖରେ ଜମା ବି ପଇସା ନାହିଁ ଓ ଖାଇବା ପାଇଁ ମଧ୍ୟ ପାଖରେ କିଛି ନାହିଁ, ଯାହାଦ୍ୱାରା ମୋର ପେଟ ପୁରୁନି। ତେଣୁ ଗୋଟେ କାମ କରିବା, କିଛି ବେପାର ଆରମ୍ଭ କରିବା ଚାଲ, ଯାହାଦ୍ୱାରା ଏଇ ବର୍ଷା ଦିନ ସରିବା ପର୍ଯ୍ୟନ୍ତ କମ୍ ସେ କମ୍ ଭଲରେ ତ ବଞ୍ଚିପାରିବା। ହେଲେ କରିବା ତ କରିବା କ'ଣ କରିବା? ଆରେ ହଁ ମଧୁ, ବର୍ଷା ଦିନ ପାଇଁ ଆମେ ଚାଲ ଛତା ବେପାର କରିବା। ଏମିତିରେ ମୁଁ ଏଇ ଅଳ୍ପ ଦିନ ତଳେ ଦେଖିଥିଲି ବର୍ଷା କାରଣରୁ ଲୋକେ ଛତା ନ ପାଇ ବର୍ଷାରେ ଭେଦିକି ଯିବାର। ତେଣୁ ଚାଲ ଆମ ଜଙ୍ଗଲ ପାଖ ରାସ୍ତାରେ ଗୋଟିଏ ଛତା ଦୋକାନ କରିବା ଓ କିଛି ଟଙ୍କା ଇନକମ୍ କରିବା। ନା କ'ଣ କହୁଛୁ? ଅଜୟ ଠାରୁ ଏକଥା ଶୁଣି ମଧୁ ବହୁତ ଖୁସି ହୋଇ କହିଲା, ଆରେ ଅଜୟ, କି ବୁଦ୍ଧି ଦେଲ ମ ତମେ? ତମ ବୁଦ୍ଧିକୁ ତ ମାନିବାକୁ ପଡ଼ିବ। ଯଦି ଆମେ ଏପରି କରିବା ତାହେଲେ ବିଶ୍ୱାସ କର, ଆମେ ଅଳ୍ପ ଦିନ ଭିତରେ ଅନେକ ଟଙ୍କା ରୋଜଗାର କରିପାରିବା। ଏ ବର୍ଷା ଦିନକୁ ଛତା ବିକିବା ଆଇଡିଆ ବହୁତ ଭଲ ଲାଗିଲା। ହଉ, ଏବେ ଚାଲ ପାଖ ରାସ୍ତାକୁ ଯିବା ଏବଂ ସେଠାରେ ଜାଗା ଦେଖିକି ଆସିବା କେଉଁଠାରେ ଦୋକାନ କରିବା। ଆରେ ମଧୁ, ସକାଳୁ ମୋର ମୁଣ୍ଡ ଘୁରାଉଛି ଯେ ଏପର୍ଯ୍ୟନ୍ତ ଭଲ ଲାଗୁନି। ତେଣୁ ଆଗକୁ ବଢ଼ିବା ପାଇଁ ମୋ ପାଖରେ ଜମା ବି ବଳ ନାହିଁ। ସେଥିପାଇଁ ଆମେ ଗୋଟିଏ କାମ କରିବା, ଆଜି ଜାଗା ଦେଖିବାକୁ ଯିବାନି, ବରଂ କାଲି ସକାଳେ ଜାଗା ଦେଖିବାକୁ ଯିବା। ଏମିତିରେ କାଲି ମୋର ମୁଣ୍ଡ ବିନ୍ଧା ଭଲ ହୋଇଯାଇଥିବ। ଅଜୟର ଏକଥାରେ ମଧୁ ରାଜି ହୋଇଗଲା ଏବଂ ରାତି ହେବା ପରେ ପୁଣି ବର୍ଷା ହେଲା। ବର୍ଷା ହେବା ଦେଖି ଡାହାଣୀ ମନ ବହୁତ ଖୁସି ହୋଇଗଲା ଓ ସେ କହିଲା, ଆରେ ବା, ପୁଣି ଥରେ ବର୍ଷା ହେଲା। ମାନେ ଆଜି ବୋଧେ ପୁଣି ଏକ ଲୋକ ଆସିବ ଏବଂ ଏ ଗଛ ମୂଳରେ ରହିବ ଓ ତାପରେ ମୁଁ ତାକୁ ବହୁତ ଆନନ୍ଦର ସହ ଖାଇବି। ଏମିତିରେ ମୋତେ ମଧ୍ୟ ଜୋରରେ ଭୋକ ଲାଗିଲାଣି। ତେଣୁ ଯେତେ ଶୀଘ୍ର ମଣିଷ ଆସିବ ସେତେ ଭଲ। ସେ ଏତିକି କହିଛି କି ନାହିଁ, ହଠାତ୍ ଗୋଟିଏ ଲୋକ ଆସିଲା। ହେଲେ ସେ ଲୋକଟି ଗଛ ମୂଳରେ ନ ରହି ସେଠାରୁ ଆଗକୁ ବଢ଼ିବାରେ ଲାଗିଲା, କାରଣ ଆଗରେ ଛତା ଦୋକାନ ଥିଲା। ଏହା ଦେଖି ଡାହାଣୀ ବହୁତ ଆଶ୍ଚର୍ଯ୍ୟ ହୋଇ କହିଲା, ଆରେ ଇଏ କ'ଣ? ଏ ଲୋକଟା ଏଠାରେ ନ ରହି ହଠାତ୍ ଆଗକୁ ବଢ଼ିଲା କାହିଁକି? ଯିଏ ବି ଏଇ ବାଟ ଦେଇ ଯାଏ, ବର୍ଷା ହେବ ମାନେ ଏଠାରେ ବର୍ଷାରୁ ରକ୍ଷା ପାଇବା ପାଇଁ ୟା ମୂଳରେ ଛିଡ଼ା ହୁଏ। ମୁଁ ତ 2 ଦିନ ହେବ ଏଇଆ ଦେଖୁଛି ଓ ସେ ଲୋକଙ୍କର ରକ୍ତ ମଧ୍ୟ ପିଉଛି। ହେଲେ ଆଜି କଥାଟା ଓଲଟା କେମିତି ହେଲା? ଏ ଲୋକଟା ଏଠାରେ ରହିଲାନି, ବୋଧେ ସେ ଶୀଘ୍ର ଥିବ, ସେଥିପାଇଁ ଏଠାରେ ରହିଲାନି। ହଉ, ଆଉ ଏକ ମଣିଷ ଆସିବାର ଯାଉଛି, ଅପେକ୍ଷା କରିବି। ଡାହାଣୀ ଏତିକି କହିଛି କି ନାହିଁ, ହଠାତ୍ ତାର ନଜର ପଡ଼ିଲା ସେ ଲୋକଟି ଛତା ଦୋକାନରୁ ଛତା କିଣି ଆଗକୁ ବଢ଼ିବାରେ ଲାଗିଲା। ଏହା ଦେଖିବା ମାତ୍ରେ ଡାହାଣୀ ବୁଝିଗଲା କି କାହିଁକି ଏ ଲୋକ ଏଠାରେ ରହିଲା ନାହିଁ। ତେଣୁ ସେ କହିଲା, ଆରେ ତାହେଲେ କଥାଟା ଏଇଠି ରହିଛି। ଏବେ ମୁଁ ସମ୍ପୂର୍ଣ୍ଣ କଥାକୁ ଜାଣିପାରିଲେ କି ଏ ଲୋକଟା ଏଠାରେ କାହିଁକି ରହିଲା ନାହିଁ। ଆରେ ଏଠାରେ ତ ଛତା ଦୋକାନ ଅଛି ବୋଲି ଏ ଲୋକଟା ଏଠାରେ ଅପେକ୍ଷା ନ କରି ଛତା କିଣିଲା ଏବଂ ଘରକୁ ଗଲା। ଯଦି ଏଠାରେ ଛତା ଦୋକାନ ନଥାନ୍ତା ତାହେଲେ ସେ ଏଠାରେ ଅପେକ୍ଷା କରିନଥାନ୍ତା। ତେଣୁ ମୋର ପ୍ରଥମ କାମ ଏ ଛତା ଦୋକାନୀକୁ ଏଠାରୁ ଉଠାଇବାକୁ ପଡ଼ିବ, ନହେଲେ ଏଟା ମୋ ରାସ୍ତାରେ କଣ୍ଟା ସାଜିବ। ହେଲେ ୟାକୁ ଉଠାଇବି କିପରି? କାରଣ ମୁଁ ଏଠାରେ ବନ୍ଦିନ। ଯଦି ମୁଁ ମୁକ୍ତ ହୋଇଥାନ୍ତି ତାହେଲେ ଏ ଲୋକଟାକୁ ଏଇଠାରେ ମାରି ତାର ରକ୍ତକୁ ପିଇ ଦେଇଥାନ୍ତେ, ଯାହାଦ୍ୱାରା ସେ ଆଉ ଏଠାରେ ଛତା ଦୋକାନ କରିପାରିନଥାନ୍ତା। ହେଲେ ଏବେ ମୋ ପାଖରେ ଆଉ କିଛି ବି ଉପାୟ ନାହିଁ। ତେଣୁ ମୋତେ ମୋର ଭାଗ୍ୟକୁ ନିନ୍ଦିକି ରହିବାକୁ ପଡ଼ିବ। ଡାହାଣୀ ଏପରି ମନ ଦୁଃଖ କରି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ମଧୁ ଓ ଅଜୟ ଜାଗା ଦେଖିବାକୁ ଆସିଲେ ଏବଂ ସେ ଜାଗା ଉପରେ ପହଞ୍ଚି ଦେଖିଲେ ପ୍ରଥମରୁ ହିଁ କିଏ ଏକ ଛତା ଦୋକାନ କରିଦେଇଛି। ଏହା ଦେଖି ଦୁଇ ଜଣଙ୍କ ମନ ବହୁତ ଦୁଃଖ ହୋଇଗଲା। ତେଣୁ ମଧୁ କହିଲା,
ହଇରେ ଅଜୟ, ଇଏ କ'ଣ? ଏଠାରେ ତ ଗୋଟିଏ ଲୋକ ଆଗରୁ ହିଁ ଛତା ଦୋକାନ କରିଛି। ଯଦି ଆମେ ଏଠାରେ ଦୋକାନ କରନ୍ତି ତାହେଲେ ଲୋକେ ସେଠାରୁ କିଣିବେ ଓ ଆମଠାରୁ କିଣିବେ ନାହିଁ, କାରଣ ଆମେ ହେଲେ ଅନ୍ୟ ଗାଁର ଲୋକ। ଓ ଏହା ଛଡ଼ା ଆମେ ଯଦି ଏଠାରେ ଦୋକାନ କରୁ ତାହେଲେ ଆମର କିଛି ବି ଫାଇଦା ହେବ ନାହିଁ। ତେଣୁ ଏଠାରେ ଦୋକାନ କରି କିଛି ବି ଲାଭ ନାହିଁ। ଯଦି ଆମେ ୟାକୁ ଏଠାରୁ ଉଠେଇ ଦିଅନ୍ତେ ତାହେଲେ ଆମର କାମ ହୋଇପାରନ୍ତା। ହେଲେ ଆମେ ଅନ୍ୟ ଗାଁର ଲୋକ, ଆମେ ଅବା ଏ ଲୋକର କ'ଣ କରିପାରିବା? ତେଣୁ ଆମେ ବେପାର କଥାଟା ଭୁଲିଯିବା ହିଁ ଭଲ ହେବ। ମଧୁ କଥା ଶୁଣି ହଠାତ୍ ସେଠାରେ ଡାହାଣୀ ପ୍ରକଟ ହେଲା ଓ ଡାହାଣୀକୁ ଦେଖି ଦୁହେଁ ବହୁ ଜୋରେ ଡରିଗଲେ। ତେଣୁ ଡରି ଡରି ମଧୁ କହିଲା, ଆରେ ଡାହାଣୀ, ଡାହାଣୀ, ଆମକୁ ଛାଡ଼ିଦେ ଓ ଏଠାରୁ ଯିବାକୁ ଦେ, ଆମକୁ ଖାଆନା। ଯଦି ପାରୁଛୁ ଆଗରେ ଗୋଟିଏ ଲୋକ ଛତା ବିକୁଛି, ତାକୁ ଖାଇଦେ, କାରଣ ତାର ମାଂସ ଖାଇବାକୁ ଭଲ। ଆମ ଦୁହିଁଙ୍କ ମାଂସ ଖାଇ ତତେ ଅବା କି ଲାଭ ମିଳିବ? ତେଣୁ ଭଲ ହେବ ତୁ ସେ ଲୋକକୁ ଖାଇ ଆମକୁ ଛାଡ଼ିଦେ। ଆରେ ଭାଇ, ତମେ ଦୁଇଟା ମତେ ଦେଖି ଡରନି, କାରଣ ମୁଁ ତୁମ ଦୁଇଟାଙ୍କର କିଛି ବି କ୍ଷତି କରିବି ନାହିଁ। ବରଂ ମୁଁ ଏଠାକୁ ଆସିଛି ତୁମ ଦୁଇ ଜଣଙ୍କର ସାହାଯ୍ୟ କରିବା ପାଇଁ। ଆଉ ରହିଲା ଏ ମଣିଷକୁ ଖାଇବା କଥା, ତୁମେ ଦୁଇଟା ଯଦି ମୋର ସାହାଯ୍ୟ କରିବ ତାହେଲେ ମୁଁ ଏ ମଣିଷକୁ ଖାଇବା ସହ ତୁମର ମଧ୍ୟ ସାହାଯ୍ୟ କରିପାରିବି, ଯାହାଦ୍ୱାରା ତୁମେ ଏଠାରେ ଛତା ଦୋକାନ କରିପାରିବ। ଏହା ଶୁଣି ଦୁହିଁଙ୍କ ମନ ପୁରା ଖୁସି ହୋଇଗଲା ଓ ତାପରେ ମଧୁ କହିଲା, ଆରେ ଏ ଡାହାଣୀ, ଏମିତି ଆମେ ଦୁଇ ଜଣ ତୋର କି ସାହାଯ୍ୟ କରିବୁ ଯାହାଦ୍ୱାରା ତୁ ଏ ମଣିଷକୁ ମାରି ଆମକୁ ସାହାଯ୍ୟ କରିବା କଥା କହୁଛୁ? ଆଗେ ତୁ ସେ ସାହାଯ୍ୟ କ'ଣ ଦରକାର କହ ଓ ତାପରେ ଯାଇ ଆମେ ତୋର ସାହାଯ୍ୟ କରିବୁ କି ନାହିଁ କହିବୁ। ଆରେ ଭାଇ ଦେଖ, ମୋ ଗଛରେ ଗୋଟେ କଣ୍ଟା ବାଡ଼ା ଯାଇଛି, ଯାହାକୁ ଏକ ବାବା ଏଠାରେ ବାଡ଼ାଇଛି। ଯେତେ ପର୍ଯ୍ୟନ୍ତ ଏ କଣ୍ଟା ଏ ଗଛରେ ଥିବ ସେତେ ପର୍ଯ୍ୟନ୍ତ ମୁଁ ଏଠାରେ ବନ୍ଦିନ ହୋଇ ରହିବି। ଯଦି ତମେ ଦୁଇଟା ଏ କଣ୍ଟାକୁ ବାହାର କରିଦେବ ତାହେଲେ ଯାଇ ମୁଁ ଏଠାରୁ ଆଜାଦ ହେବି ଓ ତାପରେ ଯାଇ ଏ ଲୋକଟାକୁ ମାରିପାରିବି ଓ ତାପରେ ତୁମେ ଦୁଇଟା ଏଇଠାରେ ଦୋକାନ କରିପାରିବ। ମୁଁ ଏ କଣ୍ଟାକୁ କାଢ଼ିବା ପାଇଁ ଚେଷ୍ଟା କରିଥିଲି, ହେଲେ ଯେହେତୁ ମୁଁ ଏଠାରେ ବନ୍ଦିନ, ତେଣୁ ଏହାକୁ କାଢ଼ିବା ମୋ ଦ୍ୱାରା ସମ୍ଭବ ନୁହଁ। ଏହା ଶୁଣିବା ମାତ୍ରେ ମଧୁ ସଙ୍ଗେ ସଙ୍ଗେ ଗଛରେ ଲାଗିଥିବା କଣ୍ଟାକୁ କାଢ଼ିଦେଲା, ଯାହାଦ୍ୱାରା ଡାହାଣୀ ଆଜାଦ ହୋଇ କହିଲା, ଧନ୍ୟବାଦ ଭାଇ, ମୁଁ ପାଖାପାଖି ଏଠାରେ 10 ବର୍ଷ ହେବ ବନ୍ଦିନ ଥିଲି, ଯାହାଦ୍ୱାରା ମୁଁ ମଣିଷ ରକ୍ତ ପିଇ ପାରୁନଥିଲି ଓ ଯିଏ ବି ଏ ଗଛ ମୂଳକୁ ଆସେ ମୁଁ କେବଳ ତାର ରକ୍ତ ପିଏ। ହେଲେ ଏବେ ମୋତେ କାହାର ଅପେକ୍ଷା କରିବାକୁ ପଡ଼ିବନି। ଏବେ ଯୁଆଡ଼େ ଚାହିଁବି ସିଆଡ଼େ ଯାଇ ମଣିଷକୁ ମାରି ରକ୍ତ ପାଇପାରିବି। ଡାହାଣୀ ଏପରି କହି ରାଜୁ ଦେହରେ ପଶି ତାକୁ ମାରିଦେଲା। ଏହା ଦେଖି ମଧୁ ଓ ଅଜୟ ବହୁତ ଖୁସି ହେଲେ ଏବଂ ରାତି ହେବା ପରେ ରାଜୁ ଗୋଟିଏ ଭୂତରେ ପରିଣତ ହୋଇଗଲା ଓ ତାପରେ ସର୍ବପ୍ରଥମେ ତାର ଦୋକାନ ପାଖରେ ଥିବା ମଧୁ ଅଜୟକୁ ମାରିଦେଇ କହିଲା, ହଇରେ ମୂର୍ଖ ଅଜୟ ମଧୁ, ମୋତେ ତୁମେ ଦୁଇ ଜଣ ଷଡ଼ଯନ୍ତ୍ର କରି ମାରିଦେଲ, ଯାହାଦ୍ୱାରା ମୁଁ ଭୂତ ହୋଇଗଲି। ଏହାର ପରିଣାମ କେବଳ ତୁମ ଦୁଇଟାଙ୍କର ମୃତ୍ୟୁ ଥିଲା, ଯାହାକୁ ମୁଁ ପୂରଣ କରିଦେଲି। ଏବେ ବାସ୍ ସେ ଡାହାଣୀର ପାଳି। ଯେତେ ପର୍ଯ୍ୟନ୍ତ ସେ ଡାହାଣୀକୁ ନ ମାରିଛି ସେତେ ପର୍ଯ୍ୟନ୍ତ ମୋତେ ଶାନ୍ତି ମିଳିବ ନାହିଁ। ଆଗେ ସେ ଡାହାଣୀକୁ ମାରିବି ଓ ତାପରେ ଯାଇ ଯେଉଁ କଥା କରିବା କଥା କରିବି। ଭୂତ ଏପରି କହି ସେଠାରୁ ଅଦୃଶ୍ୟ ହୋଇଗଲା ଏବଂ ନିଜର ଶକ୍ତି ମାଧ୍ୟମରେ ଜାଣିପାରିଲା ଡାହାଣୀ କେଉଁଠାରେ ଅଛି ବୋଲି ଏବଂ ତାପରେ ସେ ଡାହାଣୀ ପାଖରେ ପ୍ରକଟ ହୋଇ ଡାହାଣୀକୁ ମାରିଦେଲା ଓ ତାପରେ ତାର ଆତ୍ମାକୁ ଶାନ୍ତି ମିଳିଲା। ଏପରି ଭାବେ ଭୂତ ଡାହାଣୀଠାରୁ ତାର ପ୍ରତିଶୋଧ ପୂରଣ କଲା।